Hello everyone, Jai Sri Jagannath. Welcome back to my YouTube channel MKS Studio. आज इसका ट्रांसपोर्टेशन वीडियो डे 109. आज इसका बात करेंगे बाइसेप रो एक्सरसाइज तो प्रथमे बामो सार की स्टार्ट करथि बैक एक्सरसाइज को एक लैट पुल डाउन और लैट पुल डाउन में ग्रिप अपना देखि पड़थिबे तनिके यूनिक ग्रिप थिला नॉर्मली जोटा हमर लंबा बार थाए सेते ही मारथि ଆଉ ବଟ୍ ଏଇ ଯୋଉ ଦିଟାରେ ବି ମାନେ ଇଫେକ୍ଟିଭ ଗ୍ରିପ୍ ଏଟା ଆପଣଙ୍କର ଯଦି ଏଟା ଅଛି ତ ଆପଣ ନିହାତି ଭାବେ ଟ୍ରାଏ କରନ୍ତୁ ଯାହା ଥିଲା ତିନିଟା ସେଟ୍ ଆଉ ରେପୁଟେସନ ଥିଲା 8ରୁ 12ଟା ଆଉ ହେଭି ରେ ମାରିଥିଲି ନେକ୍ସଟ ୱାର୍କଆଉଟ ଥିଲା ରିଭର୍ସ ଗ୍ରିପ୍ ପୁଲ୍ ଡାଉନ୍ ଯୋଉଟା କି ଗ୍ରିପ୍ ଟା କ୍ଲୋଜ ଗ୍ରିପ୍ ଥିଲା ରିଭର୍ସ ଗ୍ରିପ୍ ପୁଲ୍ ଡାଉନ୍ ମଧ୍ୟ ଥିଲା ତିନିଟା ସେଟ୍ ଆଉ ରେପୁଟେସନ ଥିଲା ସେ 8ରୁ 12ଟା ଏଇଟା ବି ହେଭି ୱେଟ୍ ଥିଲା ବ୍ୟାକ୍ ଯେତିକି ଆପଣ ପୁଲିଂ ମୁଭମେଣ୍ଟ କରୁଛନ୍ତି ସବୁବେଳେ ହେଭିରେ ହିଁ କରନ୍ତୁ ମାନେ ବ୍ୟାକ୍ ଏକ୍ସରସାଇଜ ଟା ହେଭି ମାରିଲେ ହିଁ ଆପଣଙ୍କୁ ଇଫେକ୍ଟ ହବ ନାଇଁ ତ କିଛି ଜଣା ପଡ଼ିବନି ଦେନ୍ ନେକ୍ସଟ ୱାର୍କଆଉଟ ଥିଲା କ୍ରିକେଟ ରୋଇଂ ଯେହେତୁ ସେଟା ଟିକେ ଆମର ସେସନରି ଛୋଟ ଥିଲା ସେଥିପାଇଁ ଆଉ ଗୋଟେ ସେୟାର ସହିତ ଆଡ୍ କରିକି କ୍ରିକେଟ ରୋଇଂ ମୁଁ ପରଫର୍ମ କରୁଛି କ୍ରିକେଟ ରୋଇଂ ଟା ଗୋଟେ ବହୁତ ବଢିଆ ଏକ୍ସରସାଇଜ ବ୍ୟାକ୍ ପାଇଁ କି ୱିକଲି ଆପଣ ଗୋଟେ ଦିନ ନିହାତି ଭାବେ କରନ୍ତୁ ଆଉ ଦେଖିପାରୁଥିବେ ଯେମିତି ଆମେ କ୍ରିକେଟ ରୋଇଂ କରୁଛି ଆଉ ଆପଣ ଗୋଟେ ଜିନିଷ ମନେ ରଖନ୍ତୁ ପୁରା ଷ୍ଟ୍ରେଚ୍ କରିବେ ଷ୍ଟ୍ରେଚ୍ କଲେ ହିଁ ଆପଣ ବ୍ୟାକ୍ କୁ ବଢିଆ ଇଫେକ୍ଟ ଦବ ଆଉ ଆଉ କ୍ରିକେଟ ରୋଇଂ ର ମଜା ଥିଲା ଆମର ତିନିଟା ସେଟ୍ ରେପୁଟେସନ ଥିଲା 8ରୁ 12ଟା ସେଟ୍ ଏଟା ବି ହେଭି ୱେଟ୍ ଥିଲା ପାଖାପାଖି 60 ପାଖାପାଖି ୱେଟ୍ ଥିଲା ତାର ଆଉ ବ୍ୟାକ୍ ର ନର୍ମାଲି ସବୁ ଏକ୍ସରସାଇଜ ଗୁଡା ଆପଣ ହେଭି ହେଭି ହିଁ ମାରିବେ ଆଉ ହେଭି ୱାର୍କଆଉଟ ହେଭି ୱେଟ୍ ମାରିଲେ ହିଁ ଆପଣଙ୍କୁ ବେନିଫିଟ ଦବ ଆଉ ଆପଣଙ୍କୁ ବ୍ୟାକ୍ ରେ ଗ୍ରୋ କରିବା ପାଇଁ ହେଲ୍ପ କରିବ ଦେନ୍ ନେକ୍ସଟ ୱାର୍କଆଉଟ ଥିଲା ବ୍ୟାକ୍ ର ଯୋଉଟା କି ଥିଲା ତାପରେ टीवा रोइंग ର ମଧ୍ୟ ଥିଲା ତିନିଟା ସେଟ୍ ଆଉ ରେପିଟେସନ ଥିଲା ସେ ମାତ୍ର 12ଟା ଆଉ ପ୍ଲେଟ୍ ର ୱେଟ୍ ଥିଲା 30 କେଜି ର ଆଉ ଚେଷ୍ଟ ସପୋର୍ଟେଡ टीवा ରୋଇଂ ନର୍ମାଲି ଆପଣ ଚାହିଁଲେ ଖାଲି ବାର୍ ରଖିକି ଫ୍ରି ହ୍ୟାଣ୍ଡ ରେ ବି ମାରିପାରିବେ ବଟ୍ ଯେହେତୁ ସୁବିଧା ସେମିତି ହୁଏନି ଆଉ ଜାଗା ଟିକେ ସେମିତି ସୁବିଧା ନାହିଁ ବୋଲି ମାରିପାରୁନି କାହିଁକିନା ମତେ ସେଇଟା ବେଶୀ ପସନ୍ଦ ସେଇଟା ଚେଷ୍ଟ ସପୋର୍ଟେଡ ଥାଏ ବଟ୍ ଚେଷ୍ଟ ସପୋର୍ଟେଡ ବି ଇଫେକ୍ଟ ପଡ଼ିବ ଯେମିତି ଇଫେକ୍ଟ ପଡ଼ିବ ଆପଣ ଟ୍ରାଏ କରନ୍ତୁ ଯଦି ସମସ୍ତଙ୍କୁ ଜୀବନରେ ଜାଣିବାର ଥିବ ଜାଣିବାର କରୁଥିବେ ବଟ୍ ଆପଣମାନେ ଗ୍ରିପ୍ ଟିକେ ଦେଖିଦିଅନ୍ତୁ କେମିତିଆ ମିଳୁଛି ନିହାତି ଭାବେ ଆପଣ ସେଇଟାକୁ ଫଲୋ କରନ୍ତୁ ଆଉ ଯଦି ଆପଣଙ୍କୁ ଲାଗୁଛି କି ମୁଁ କିଛି ଭୁଲ କରିଛି ମୋତେ ନିହାତି କମେଣ୍ଟ ବକ୍ସରେ ଜଣାନ୍ତୁ ତ ନେକ୍ସଟ ୱାର୍କଆଉଟ ଥିଲା ଲାଷ୍ଟ ୱାର୍କଆଉଟ ବ୍ୟାକ୍ ଯୋଉଟା କି ହାଇପରଏକ୍ସଟେନସନ এটা ଗୋଟେ ବହୁତ ଅଣ୍ଡରରେଟେଡ ଏକ୍ସରସାଇଜ ଆଉ ଯୋଉଟା କି ଭାରି ଇମ୍ପୋର୍ଟାଣ୍ଟ ବି ଏକ୍ସରସାଇଜ ନର୍ମାଲି ଏଟା ବହୁତ କମ କରନ୍ତି ବଟ୍ ଆପଣ ନିହାତି ଭାବରେ ଏଟା କରନ୍ତୁ ଲୋଅର ବ୍ୟାକ୍ ପାଇଁ ଗୋଟେ ବହୁତ ବଢିଆ ଏକ୍ସରସାଇଜ ହାଇପର ଏକ୍ସଟେନସନ ଆଉ ୱେଟ ରେ ମାରିପାରିବେ ରାସ୍ତା ଫ୍ରି ହ୍ୟାଣ୍ଡ ରେ ମାରିପାରିବେ ଏଟା ଥିଲା ତିନିଟା ସେଟ୍ ରେପିଟେସନ ଥିଲା ସେ 8ରୁ 12ଟା এটা লোড ব্যাক ପାଇଁ ବହୁତ ବହୁତ ବଢିଆ ଏକ୍ସରସାଇଜ ନିହାତି ଭାବରେ ଏଟାକୁ କରନ୍ତୁ ଥରେ ନହେଲେ ଆପଣ ଲୋଡ ବ୍ୟାକ୍ ଆପଣଙ୍କର ବିଲ୍ଡ ହବନି କି ଆପଣଙ୍କର ଇଫେକ୍ଟ ପଡିବନି ଦେନ୍ ନେକ୍ସଟ ଆପଣ ଆସନ୍ତୁ ବାଇସେପ୍ସ ବାଇସେପ୍ସ ଆପଣ ଷ୍ଟାର୍ଟ କରିଥିଲି ବାରଲ କଲୁ अरे इज्जत वाले प्रति बारूद वाला ଥିଲା ତିନିଟା ସେଟ୍ ରେପୁଟେସନ ଥିଲା 10ରୁ 14ଟା ଆଉ ପ୍ଲେଟ୍ ର ୱେଟ୍ ଥିଲା 10 କେଜି ବାକି 12 ୱେଟ୍ ହବଲା ଆଉ এটা ଆପଣଙ୍କର ବାଇସେପ୍ ର ଗୋଟେ ରେଗୁଲାର ଏକ୍ସରସାଇଜ ଆଉ ରେଜିଷ୍ଟିଭ ଏକ୍ସରସାଇଜ ଯୋଉଟାକୁ ମତେ ଲାଗୁଛି ସମସ୍ତେ ହିଁ ପସନ୍ଦ କରୁଥିବେ ବଟ୍ ଆପଣ ମାନେ ମିକ୍ସଚର କରନ୍ତି ଟିକେ ଏଇଟା ଆପଣ ଷ୍ଟାର୍ଟିଂରେ ହିଁ କରନ୍ତୁ ଷ୍ଟାର୍ଟିଂରେ କଲେ ଆପଣଙ୍କର ଏନର୍ଜି ପ୍ରସ୍ତୁତ ଥାଏ ତ ଧୀରେ ଧୀରେ ଷ୍ଟାର୍ଟିଂରେ କରନ୍ତୁ କାହିଁକିନା ଟିକେ ଆପଣଙ୍କୁ ହେଭି ମାରିବାକୁ ପଡିବ ନେକ୍ସଟ ୱାର୍କଆଉଟ ଥିଲା ଡମ୍ବଲ କ୍ଲଚ ମଧ୍ୟ ଥିଲା ତିନିଟା ସେଟ୍ ଥିଲା ସେ 8ରୁ 12ଟା ଡମ୍ବଲ ୱେଟ୍ ଥିଲା 12.5 କେଜି ର ଚାହିଁଲେ ଆପଣମାନେ ଅଲ୍ଟରନେଟ୍ ହ୍ୟାଣ୍ଡରେ କରିପାରିବେ ନାହିଁ ତ ସେମ୍ ହ୍ୟାଣ୍ଡରେ ଏଟା ଦୁଇଟା ହ୍ୟାଣ୍ଡରେ କରିପାରିବେ ଆଉ ସିଟିଂରେ ବି କ୍ରିକେଟ କରିପାରିବେ ବେଞ୍ଚରେ କରିପାରିବେ ନାହିଁ ଷ୍ଟାଣ୍ଡିଂ ପୋଜିସନରେ କରିପାରିବେ ବଟ୍ ଇଫେକ୍ଟିଭ ଟିକେ ଅଧିକ ଯଦି ଆପଣ ଦେଖିବେ ତାହେଲେ ଷ୍ଟାଣ୍ଡିଂରେ ଟିକେ ଲାଗିବ ଆଉ ଏଇଟା ଆପଣ ଆପଣ ଦେଖନ୍ତୁ ଯେମିତି ମୁଁ ମାରୁଛି ନିହାତି ଆପଣ ସେମିତି ଟ୍ରାଏ କରନ୍ତୁ ନେକ୍ସଟ ୱାର୍କଆଉଟ ଥିଲା ବାଇସେପ୍ ର ଯୋଉଟା କି ଥିଲା ସେ ଡମ୍ବଲରେ ଏଟା ଥିଲା ହ୍ୟାମର हमारे कॉल मध्ये ଥିଲା ଏଟା ତିନିଟା ସେଟ୍ ରେପୁଟେସନ ଥିଲା 8ରୁ 12ଟା ଆଉ ହ୍ୟାମର କଲ୍ ରେ ଡମ୍ବଲ ର ୱେଟ୍ ଥିଲା 15 କେଜି ଆଉ ହ୍ୟାମର କଲ୍ ଟା ଗୋଟେ ବହୁତ ରେଗୁଲାର ଏକ୍ସରସାଇଜ ଆଉ ନିହାତି କରିବା ଏକ୍ସରସାଇଜ
ଆପଣ ବାଇଶରେ ଯେଟା ମାରୁଛନ୍ତି ବାଇଶରେ ବେଶୀ ଏକ୍ସରସାଇଜ କରନ୍ତୁନି, ବହୁତ କମ କମ ଏକ୍ସରସାଇଜ କରନ୍ତୁ। ତିନିଶହ ଚାରିଟା ମାତ୍ର ଏକ୍ସରସାଇଜ କରନ୍ତୁ, ବଟ୍ ବେଶୀ କରନ୍ତୁ। ନାଇଁ ତ ଆପଣଙ୍କୁ ବହୁତ ଜଣା ପଡିବନି। ଆଉ ବହୁତ ଭଲ ଏକ୍ସରସାଇଜ ବାଇଶର ୱିକ୍ ପାଇଁ ଏଇଟା ବି ନିହାତି ଭାବରେ ଏକ୍ସରସାଇଜ କରିପାରିବେ। ବଟ୍ ଷ୍ଟାର୍ଟିଂ ରେ ଟିକେ ବେଟର। ଦେନ୍ ନେକ୍ସଟ ୱାର୍କଆଉଟ ଥିଲା ଯୋଉଟା କି ସେଇଟା ଲାଷ୍ଟ ବାଇଶର ଏକ୍ସରସାଇଜ। ତ ଆପଣମାନେ ଏଇ ତିନିଟା ଏକ୍ସରସାଇଜ କରନ୍ତୁ, ତା ଦେହରେ ଲାଷ୍ଟ ଏକ୍ସରସାଇଜ ଦେଖିକି ସେଟା ବି କରନ୍ତୁ, ଚାରିଟା ଏକ୍ସରସାଇଜ ଆପଣ କରନ୍ତୁ। ଆଉ ଆପଣଙ୍କୁ ଆଉ କିଛି ଦରକାର ନାହିଁ। ତ ଲାଷ୍ଟ ଥିଲା ଫ୍ୟୁଚର କଲ୍ ଥିଲା ତିନିଟା ସେଟ୍ ଥିଲା 8 ତ ସାଙ୍ଗମାନେ ଆଜିର ଭିଡ଼ିଓ ଏତିକି। ଭାବୁଛି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥିବ। ଯଦି ମୋ ଭିଡ଼ିଓ ଭଲ ଲାଗୁଥାଏ ପ୍ଲିଜ୍ ମୋତେ ଫଲୋ କରନ୍ତୁ, ମୋର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆପଣଙ୍କ ସାଙ୍ଗସାଥି ଯେଇବାରୁ ବି ଫଲୋ କରିବେ, ସବସ୍କ୍ରାଇବ କରିବେ। କାଲିକି ଆସିବି ନୂଆ ଭିଡ଼ିଓ ନେଇକି ଏଇ ଟାଇମରେ।